ଆର୍ଏସ୍ଏସ୍ ନାଁରେ ସାଂଘାତିକ ଅଭିଯୋଗ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ 100ତମ ବାର୍ଷିକୀ ପାଳନ ଉପଲକ୍ଷେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା ବେଳେ ଶିବସେନାର ପ୍ରମୁଖ ପତ୍ର ପ୍ରଶ୍ନ ଉଠାଇଛି। ସାମ୍ନାରେ ପ୍ରକାଶିତ ଏକ ସାମ୍ପ୍ରତିକ ଲେଖା ଆର୍ଏସ୍ଏସ୍ ଡିଏନ୍ଏ ଏବଂ ବିଚାରଧାରା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଆର୍ଏସ୍ଏସ୍ର ଜାତୀୟତା ଏବଂ ହିନ୍ଦୁତ୍ୱ ଧାରଣାକୁ ପୁନଃପରୀକ୍ଷଣ କରିବାର ଏକ ଘୋର ଆବଶ୍ୟକତା ଅଛି। ସାମନା ଏହା ମଧ୍ୟ ଗୁରୁତ୍ୱାରୋପ କରିଛି ଯେ ସ୍ୱାଧୀନତା ସଂଗ୍ରାମ ଏବଂ ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣର ଆର୍ଏସ୍ଏସ୍ର ଭୂମିକା ନଗଣ୍ୟ ଥିଲା। ତଥାପି ଆଜି ଏହା ସ୍ୱାଧୀନତା ଏବଂ ଜାତୀୟତା ଉପରେ ଭାଷଣ ଦେଉଛି। ଏହା ଏହି ପ୍ରଶ୍ନ ଉଠାଏ ଯେ ଆର୍ଏସ୍ଏସ୍ର ବିଚାରଧାରା ଏବଂ ଏଜେଣ୍ଡା ଗଣତନ୍ତ୍ର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ପ୍ରତି ସମ୍ମାନକୁ ପ୍ରତିଫଳିତ କରେ କି ନାହିଁ। ସାମ୍ନା ଅନୁଯାୟୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଆର୍ଏସ୍ଏସ୍ର ଅବଦାନ ପ୍ରାୟ ଶୂନ୍ୟ ଥିଲା। ସ୍ୱାଧୀନତା ପାଇଁ ଆନ୍ଦୋଳନ ଏବଂ ସଂଘର୍ଷରେ ଆର୍ଏସ୍ଏସ୍ କୌଣସି ସ୍ଥାନରେ ଦେଖାଯାଉନଥିଲା। ତଥାପି ଆର୍ଏସ୍ଏସ୍ ଏବଂ ଏହାର ନେତାମାନେ ସ୍ୱାଧୀନତା ଏବଂ ଜାତୀୟତା ଉପରେ ଭାଷଣ ଦେବାର ଅଧିକାର ଦାବି କରନ୍ତି। ଆର୍ଏସ୍ଏସ୍ ପ୍ରଧାନମନ୍ତ୍ରୀ ମୋଦି ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶାସନକୁ ପ୍ରଶଂସା କରିବା ପାଇଁ କାପୁରୁଷ ଏବଂ ଭଡ଼ାଟିଆଙ୍କ ଏକ ବଡ଼ ସେନା ଏକତ୍ର କରିଛି, ଯେଉଁଥିରେ ମୋହନ ଭାଗବତ ଯେ ମଧ୍ୟ ସାମିଲ ଅଛନ୍ତି। ସାମ୍ନା ଏହା ମଧ୍ୟ ଦାବି କରିଛି ଆର୍ଏସ୍ଏସ୍ର ପ୍ରକୃତ ଲକ୍ଷ୍ୟ ହେଉଛି ଭାରତକୁ ହିନ୍ଦୁ ପାକିସ୍ତାନରେ ପରିଣତ କରିବା। ତନ୍ତ୍ର ଏବଂ ସଂସଦ ଭଳି ପ୍ରତିଷ୍ଠାନକୁ ବଳିଦାନ ଦେବାକୁ ପ୍ରସ୍ତୁତ। ଚାଳକ ମୋହନ ଭାଗବତ ସମ୍ପ୍ରତି ବିଜୟ ଦଶମୀ ସମ୍ମିଳନୀରେ ଏକ ଭାଷଣ ଦେଇଥିଲେ, ଯାହା ଭାଜପାର ଭାବନାକୁ ପ୍ରତିଫଳିତ କରିଥିଲା। ଆର୍ଏସ୍ଏସ୍ର ଶତବାର୍ଷିକୀ ଅବସରରେ ଏହି ସମ୍ମିଳନୀ ନୂତନ ଦିଗଦର୍ଶନ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ଆଶା କରାଯାଇଥିଲା, କିନ୍ତୁ ଏହା ଘଟିଲା ନାହିଁ। ସାମ୍ନା ମୋଦି ଶାହା ଶାସନକୁ ଆର୍ଏସ୍ଏସ୍ର ସ୍ୱପ୍ନର ସାକାର ଭାବରେ ବର୍ଣ୍ଣନା କରିଥିଲା। ଚିଠିରେ ଉଲ୍ଲେଖ ଥିଲା ଯେ ଆର୍ଏସ୍ଏସ୍ର ବିଶ୍ୱାସ ଅନୁସାରେ ଜାତୀୟ ଏକତାର ପ୍ରକୃତ ଅର୍ଥ ହେଉଛି ସହିଂସୁ ହିନ୍ଦୁଙ୍କ ଅପେକ୍ଷା ଧର୍ମାନ୍ଧ ଏବଂ ଦୁର୍ନୀତିଗ୍ରସ୍ତ ହିନ୍ଦୁଙ୍କ ଶାସନକୁ ଚାହିଁବା। ଏହି ପଦ୍ଧତି ଅନୁଯାୟୀ ସଂଘ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ। ଥରେ ରିଚାର୍ଜ କଲେ 65 ଦିନ ଚାଲିବ। ନିଜ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଅନେକ ପ୍ରକାର ରିଚାର୍ଜ ପ୍ୟାକ୍ ଉପଲବ୍ଧ କରାଇଛି ଟେଲିକମ୍ କମ୍ପାନୀଗୁଡ଼ିକ। ଜିଓ, ଏୟାରଟେଲ୍, ଭୋଡାଫୋନ୍ ଭଳି ବଡ଼ କମ୍ପାନୀ ନିଜ ଗ୍ରାହକ ସୁବିଧା ଯୋଗାଇ ଦେବାକୁ ଜାରି ରଖିଛନ୍ତି ପ୍ରୟାସ। ବିଶେଷ କରି ଜିଓ କ୍ଷେତ୍ରରେ ଆଗେଇ ରହିଛି, ଏଣୁ ଜିଓର ୟୁଜର ସଂଖ୍ୟା ମଧ୍ୟ ଅଧିକ। ତାପରେ ଦ୍ୱିତୀୟ ସ୍ଥାନରେ ରହିଛି ଏୟାରଟେଲ୍ ଓ ଭୋଡାଫୋନ୍। ବିଏସ୍ଏନ୍ଏଲ୍ ମଧ୍ୟ 4G ସେବା କରିବା ପରେ ନୂଆ ନୂଆ ରିଚାର୍ଜ ପ୍ଲାନ୍ ଗ୍ରାହକମାନଙ୍କ ପାଇଁ ଆଣୁଛି। ବିଏସ୍ଏନ୍ଏଲ୍ ନିକଟରେ 4G ସେବା ଆରମ୍ଭ କରିଛି। ବିଏସ୍ଏନ୍ଏଲ୍ର 4G ନେଟୱାର୍କ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି। ଭାରତ ସେହି ସବୁ ଦେଶମାନଙ୍କର ତାଲିକାରେ ସାମିଲ ହୋଇଛି ଯେଉଁମାନେ 4Gର ସଫ୍ଟୱେୟାର ଏବଂ ହାର୍ଡୱେୟାର ନିଜ ତିଆରି କରିପାରନ୍ତି। କୁହାଯାଉଛି ଯେ କମ୍ପାନୀ ଖୁବ୍ ଶୀଘ୍ର ନିଜର 5G ସେବା ମଧ୍ୟ ଆରମ୍ଭ କରିପାରେ। ଏହାପରେ ଭାରତ ବିଏସ୍ଏନ୍ଏଲ୍ ନେଟୱାର୍କ ଆହୁରି ବିକଶିତ ହେବ। ୟୁଜର୍ସଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି ମିଳିବ। ଆପଣ ମଧ୍ୟ ଜଣେ ବିଏସ୍ଏନ୍ଏଲ୍ ଉପଭୋକ୍ତା କିମ୍ବା ବିଏସ୍ଏନ୍ଏଲ୍କୁ ସୁଇଚ୍ କରିବାକୁ ଯାଉଛନ୍ତି। ଆମେ ଏକ ଏମିତି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ କମ୍ ଟଙ୍କା ଖର୍ଚ୍ଚ କରି ଭଲ ସୁବିଧା ପାଇପାରିବେ। ଘନୀଭୂତ ହେଲା ବାତ୍ୟା ଶକ୍ତି। ଉତ୍ତର ପୂର୍ବ ଆରବ ସାଗର ଉପରେ ଥିବା ଘୂର୍ଣ୍ଣିଝଡ଼ ଶକ୍ତି ଗତ 6 ଘଣ୍ଟା ମଧ୍ୟରେ 13 କିଲୋମିଟର ବେଗରେ ପଶ୍ଚିମ ଆଡ଼କୁ ଗତି କରିଛି ଏବଂ ଏହା ଆହୁରି ଘନୀଭୂତ ହୋଇ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏମ୍ଡି ଅନୁଯାୟୀ ଭୟଙ୍କର ଘୂର୍ଣ୍ଣିଝଡ଼ ଶକ୍ତି ଦ୍ୱାରକା 42,731 ଠାରୁ ପ୍ରାୟ 420 କିଲୋମିଟର ପଶ୍ଚିମରେ, ନାଲିଆ 42,631 ଠାରୁ 420 କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମରେ, କରାଚି ପାକିସ୍ତାନ 40,780 ଠାରୁ 380 କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ଏବଂ ପୋରବନ୍ଦରରୁ 480 କିଲୋମିଟର ପଶ୍ଚିମରେ ଅବସ୍ଥିତ। ଏହା ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି 5 ଅକ୍ଟୋବର ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରରେ ଆରବରେ ପହଞ୍ଚିବାର ସମ୍ଭାବନା ଅଛି। ଟ୍ରଫି ଚୋରକୁ ମୁଣ୍ଡରେ ବସାଇଲା ପାକିସ୍ତାନ। ପାକିସ୍ତାନରେ ନକ୍ଭିଙ୍କୁ ମିଳିବ ସ୍ୱର୍ଣ୍ଣ ପଦକ। ଭାରତ ସହ ଚାମ୍ପିୟନ୍ସ ଟ୍ରଫି ନେଇ ଚାଲିଯାଇଥିବା ବିବାଦକୁ ନେଇ ନକ୍ଭିଙ୍କ ଦୃଢ଼ ଅଭିମୁଖ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ପାକିସ୍ତାନର କ୍ରିକେଟ ବୋର୍ଡ ଓ ଏସିଆର ସଭାପତି ମହସିନ ନକ୍ଭିଙ୍କୁ ପାକିସ୍ତାନରେ ସ୍ୱର୍ଣ୍ଣ ପଦକ ଦିଆଯିବ। ଏହି ପଡ଼ୋଶୀ ପାକିସ୍ତାନରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ଏବେ ଏହି ପୁରସ୍କାର ମିଳିବା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମହସିନଙ୍କୁ ଶହୀଦ ଜୁଲଫିକାର ଅଲି ଭଟ୍ଟା ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯିବ। ଏନେଇ ସିଧ ଓ କରାଚି ବାସ୍କେଟବଲ ଆସୋସିଏସନ ସଭାପତି ଆଡଭୋକେଟ ଗୁଲାମ ଆବାସ ସଜଲମାଲ ଘୋଷଣା କରିଛନ୍ତି। ନକ୍ଭି କରିଥିବା ସୋସିଆଲ ମିଡିଆରେ ପୋଷ୍ଟ। ଭାରତୀୟ ଖେଳାଳି ନକ୍ଭିଙ୍କ ଠାରୁ ଟ୍ରଫି ନ ନେବା ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେ କି ଭାରତୀୟ ଦଳ ଯଦି ପ୍ରକୃତରେ ଟ୍ରଫି ଚାହାନ୍ତି ତେବେ ଏସିସି ମୁଖ୍ୟାଳୟରୁ ଏହା ସଂଗ୍ରହ କରିବାକୁ ପଡ଼ିବ। 3 ଦିନରେ ପିଇଗଲେ 700 କୋଟି ଟଙ୍କାର ମଦ। ଦଶହରା ଉତ୍ସବ ସମୟରେ କେଉଁଠି ରାବଣଙ୍କ ମୂର୍ତ୍ତି ପୋଡ଼ାଯାଉଥିବା ବେଳେ କେଉଁଠି ଲୋକଙ୍କ ଗହଳି ଲାଗିଥିବା ବେଳେ ତେଲେଙ୍ଗାନାରେ ମଦ ଦୋକାନ ଗୁଡ଼ିକରେ ମଧ୍ୟ ଲୋକ ଗହଳି ସୃଷ୍ଟି ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରକୃତରେ
ଉତ୍ସବର ରଙ୍ଗାରଙ୍ଗ ପରିବେଶ ସହିତ ମଦ ବିକ୍ରୟ ମଧ୍ୟ ଏକ ନୂତନ ରେକର୍ଡ ଯୋଡ଼ାଯାଇଛି। ପରିସଂଖ୍ୟାନ ଦର୍ଶାଉଛି ଯେ ଦଶହରାର ଠିକ୍ ପୂର୍ବ 3 ଦିନରେ 700 କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା।